ଗପଟିର ନାଁ ହେଉଛି ପରୋପକାର। ଲେଖିଛନ୍ତି ଗୀତା ମିଶ୍ର। କୁନା ମୁନା ଦୁଇ ଭାଇ, ଦୁହେଁ ଦୁହିଁଙ୍କୁ ଭାରି ଭଲ ପାଆନ୍ତି। ଦୁହିଁଙ୍କର ପରସ୍ପର ପ୍ରତି ସ୍ନେହ ଦେଖି ନନା ବୋଉ ଖୁସି ହୁଅନ୍ତି। ହସି ହସି କହନ୍ତି, ଆମର ପୁଅ ଦୁଇଟି ବଳରାମ କୃଷ୍ଣ। ବଡ଼ ଭାଇ କୁନା ଟିକିଏ ବେଶୀ କଥା କହେ, ଘଡ଼ିକେ ସମସ୍ତଙ୍କ ସାଙ୍ଗରେ ମିଶିଯାଏ। ଦରକାର ଅଦରକାରରେ ଉପରେ ପଡ଼ି ସମସ୍ତଙ୍କୁ ସାହାଯ୍ୟ କରେ। ସାନ ଭାଇ ମୁନା କିନ୍ତୁ ଲାଜକୁଳିଆ। କଥା ଅପେକ୍ଷା ସେ କାମକୁ ଭଲ ପାଏ। ଚୁପଚାପ କେତେ କାମ କରିଯାଏ। ତା କାମରେ ସମସ୍ତେ ଖୁସି ହୁଅନ୍ତି। ଭାଇ ଦୁଇଟିକୁ ସଭିଏଁ ଭଲ ପାଆନ୍ତି। ନନା ବୋଉ ଏମିତି ପିଲା ଦୁଇଟି ପାଇଁ ନିଜକୁ ଧନ୍ୟ ମଣନ୍ତି। ଥରେ ନନାଙ୍କର ଦେହ ଭୀଷଣ ଖରାପ ହେଲା। ତାଙ୍କୁ କଟକ ବଡ଼ ଡାକ୍ତରଖାନା ନେବାକୁ ପଡ଼ିଲା। ସେଠାରେ ସେ ବହୁତ ଦିନ ଚିକିତ୍ସାରେ ରହିଲେ। କୁନା ମୁନା ଦୁହେଁ ନନାଙ୍କୁ ଜଗନ୍ତି। ଔଷଧ ପଥ୍ୟ ସେବା ଶୁଶ୍ରୂଷା ସବୁ କାମ ନିଜ ହାତରେ କରନ୍ତି। କାମଗୁଡ଼ିକ ଏପରି ଶୃଙ୍ଖଳା ଓ ସୁନ୍ଦର ଭାବରେ କରନ୍ତି ଯେ ଡାକ୍ତର, ନର୍ସ, ଅନ୍ୟ ରୋଗୀ ଓ ସେମାନଙ୍କର ସେବାକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ବାପା ମା ଠାକୁରଙ୍କୁ ଭଳି ସେମାନଙ୍କ ସେବା କଲେ ଅଶେଷ ପୁଣ୍ୟ ମିଳିଥାଏ। ନନାଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହେଉଥାଏ। ସେମାନେ ମଝିରେ ମଝିରେ ଘରକୁ ଯାଇ ଟଙ୍କା ଆଣନ୍ତି। ଥରେ ସେମାନେ ଘରକୁ ଯାଇପାରିଲେ ନାହିଁ। ପାଖରେ ଅଳ୍ପ ଟଙ୍କା ଥାଏ। ମୁନା ନନାଙ୍କୁ ଜଗିଲା ଓ କୁନା ଖାଦ୍ୟ ଜିନିଷ କିଛି ଆଣିବାକୁ ବଜାରକୁ ଗଲା। କିଛି ସମୟ ପରେ ସେ ଖାଲି ହାତରେ ଲେଉଟି ଆସିଲା। କହିଲା, ବୁଝିଲୁ ମୁନା, ମୁଁ କିଛି ଖାଦ୍ୟ ଆଣିପାରିଲି ନାହିଁ। ତଳ ୱାର୍ଡରେ ଗୋଟିଏ ଛୋଟ ପିଲାର ବାପା ମରିଯାଇଛନ୍ତି। ସେ କାନ୍ଦି କାନ୍ଦି ମୃତ ସତ୍କାର ପାଇଁ ସମସ୍ତଙ୍କୁ ଟଙ୍କା ମାଗୁଛି। କେତେ ଲୋକ ସେପଟେ ଯାଉଛନ୍ତି, କିନ୍ତୁ ତା କଥା କେହି ଶୁଣୁନାହାନ୍ତି। ମୋତେ ଭାରି ଦୁଃଖ ଲାଗିଲା। ମୋ ପକେଟରେ ଯେତିକି ଟଙ୍କା ଥିଲା ମୁଁ ତାକୁ ଦେଇଦେଲି। ମୁନା ଚୁପଚାପ ବସିଥାଏ। କୁନାକୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ଭାବିଲା, ନନାଙ୍କ ପାଇଁ ସିନା ହର୍ଲିକ୍ସ ଦୁଧ ଅଛି, ତେବେ ସେମାନେ ଖାଇବେ କ'ଣ? ମୁନା ତା ପାଖରେ ଥିବା ଟଙ୍କା କାଢ଼ୁନି କାହିଁକି? ସେ ଏମିତି ଭାବିଲା ସିନା ମୁନାକୁ କିଛି କହିଲାନି। ନନାଙ୍କ ପାଖରେ ବସି ତାଙ୍କ ପାଦ ଆଉଁସିଲା। ଟିକିଏ ପରେ ମୁନା କୁନାକୁ ଚାହିଁଲା। ଭାଇ ଭାଇର ମନ କଥା ଜାଣିଲା ପରା। କିଛି ସମୟ ଚୁପ୍ ରହି କହିଲା, ଭାଇନା, ଏଇ ଦେଖ, ସେ ବେଡ୍ ପାଖେ ତଳେ ଯେଉଁ ରୋଗୀଟା ଶୋଇଛି ତାକୁ ବିଷାକ୍ତ ସାପ କାମୁଡ଼ି ଦେଇଛି। ସେଥିପାଇଁ ଇଞ୍ଜେକ୍ସନ କିଣି ଆଣିବା ଡାକ୍ତର ତାକୁ କହିଛନ୍ତି। ତା ପୁଅ ଗୋଟିଏ ଇଞ୍ଜେକ୍ସନ ଆଣିଥିଲା। ଗରିବ ଦିନ ମଜୁରିଆ, ତା ପାଖରେ ଆଉ ଟଙ୍କା ନାହିଁ। ସେ ବାହାରେ ବସି କାନ୍ଦୁଥିଲା। ମୁଁ ତାଠୁ ସବୁ କଥା ଜାଣି ମୋ ପାଖରେ ଥିବା ଟଙ୍କାତକ ତାକୁ ଦେଇଛି। ଦୁଇ ଭାଇ ପରସ୍ପରକୁ ଚାହିଁ ହସିଲେ। ଦବାରେ ଯେ ଏତେ ଆନନ୍ଦ ଥାଏ, ଆଜି ସେପରି ସେମାନେ ପ୍ରଥମ କରି ଅନୁଭବ କରୁଥିଲେ। ନନା ଭଲ ହୋଇ ଘରକୁ ଫେରିଲେ। କୁନା ମୁନାଙ୍କ ଠାରୁ ସବୁ କଥା ଶୁଣି ଖୁବ୍ ଖୁସି ହେଲେ ଓ ସେମାନଙ୍କ ପିଠି ଆଉଁସି ଭଲ ମଣିଷ ହେବା ପାଇଁ ଆଶୀର୍ବାଦ ଦେଲେ। ମୋ ଗପଟି ସରିଲା। ରହୁଛି। ଧନ୍ୟବାଦ।